वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। यथा मंगलाचरण भागिष्या यस्य वदने लक्ष्येषु च वक्ष्यसि जसते हृदय वसति तनृसिंहं भजे विश्वसर्वदिवालक्षणं श्रीकृष्णाख्य परध्याम जगद्धाम नमामि तत् माधव माधव वैश्य सर्वसिद्धि विनायते वन्दे परस्परत्यं परस्परं प्रियलोकं मूकं करोति वाचालं पङ्गुलङ्घयते गिरि यत्कृपाहतमः वन्दे परमानन्दो माधव यो ब्राह्मण रुद्रेण स्तुतन्ति दैवस्तव देवसंग पश्यन्ति जो समज्ञ ध्यान वसते गदगदे मनसा पश्यन्ति जो योगिना यस्ते न बुद्धिसुरासुरगण देवायस्तु ते नमः नारायणं नमस्कृत्यं नरश्चैव नरोत्तमं देवी सरस्वती व्यासं ततो जयमुदीरयम् निर्गलं कल्पितं फलविमुखाभिर्युक्तं पिबतं भागवतं रसमलेतं प्रभु। अष्टादश अध्याय अष्टम स्कंद अष्टादश अध्याय बोल प्रेमानंदवार हरि बोल। अशुक कहन्ति हितोष मने शुण परीक्ष सावधाने शुक उवाच बोल प्रेमानंदवार हरि बोल। हेमंते बळी वाक्य शुणी सन्तोषे प्रभु पद्म पाणी बळीर वाक्य प्रीति करी बटु बामन रूप धरी बोलंती मधुर वचन जे वाक्य मोर मोहे प्राणी मन। भगवान उवाच बोल प्रेमानंदवार हरि बोल। हे बळी राजा तु हि धन्य कुलचरित तो वचन धर्म संयत जस श्लोके पारलौकिक धर्म पर जादव वंशे पुरोहित भार्गवी पद्म जोनिसुत प्रहलाद जार पितामह विष्णु भजने हे महाशय ए कूले नाही बलहीन स्वजत्व कृपण जीवन ब्राह्मणे दान तुम्भ कूले प्रसिद्धि भुवन मंडले जहाँ वंशे रण तीर्थ संग्रामे नुहंती निश्चित अतिथि आगमन सुखे दुखी जनक दुख दुखे निर्मल जस हजार कूले विख्यात भुवन मंडले प्रहलाद जात जही कूले यही सुसंग तार मेले जे वंशे हैरणाक्ष वीर तेबे दानवे अगोचर हिरण्य जे गदा पाणी उदंडे भ्रम धरणी ताहार संगे गदा जुधे केही न मले रण मध्ये यज्ञ बराह रूप हरि तद
ଦନ୍ତରେ ଧରହଣି ଉଧରି ପାତାଳୁ ଆଗମନ କାଳେ ସେ ବୀର ଥିଲା ମହାଜନେ ଅନେକ ମାୟା ଯୁଦ୍ଧ କଲା ବିଷ୍ଣୁର ଗଦା ଘାତେ ମଲା ତାର ମହିମା ଚକ୍ରପାଣି ଆନନ୍ଦେ ରୁଦ୍ର ଆଗେ ଭଣି ଅହର ଗୌରୀଙ୍କ ଗ୍ରତେ ସେ ବିଷ୍ଣୁ କହେ ହେ ଦୋଷ ଚିତେ ସେ ହରି ହିରଣ୍ୟର ମାନେ ସେ ହରି ହିରଣ୍ୟାକ୍ଷ ମାରି ଦନ୍ତରେ ଧରଣୀ ଉଧରି ଆତ୍ମାକୁ ଜୀବ ଆଉ ଆତ୍ମାକୁ ବିରହ ଜୟମଣି ସକଳ ସଭା ମଧ୍ୟ ଭଣି ତାହାର ବଧ ଶୁଣି ଜଣେ ହିରଣ୍ୟକଶ୍ୟପ ତକ୍ଷଣେ ଭୃତ୍ୟ ମରଣେ କ୍ରୋଧ କରି ପ୍ରଚଣ୍ଡ ଶୂଳ କରେ ଧରି ସମନ ତୁଲ୍ୟ କୋପ ମନେ ମିଳିଲା ବିଷ୍ଣୁର ଭୁବନେ ଗୋବିନ୍ଦ ତାର ଆଗମନ ଦେଖିଣ ତେଜିଲେ ଆସନ କ୍ରୋଧାନ୍ତ ପ୍ରାୟ ଶୂଳ ତୋଳି ଧାଇଁଲା କୋପେ ମହାବଳୀ ସେ ବିଷ୍ଣୁ ମାୟା ଯୋଗ ବଳେ ଅଦ୍ଭୁତ ଦେଖି ପଳାଇଲେ ଲୀଳାଏ ଜହିଁ ନବମାଳି ଦେଖି ବିଚାରିଲେ ମହାବଳୀ ଏ ମୋର ଆରି ଅଛି ଭାଇ ନିଶ୍ଚୟ ଶତ୍ରୁ ମୋର ଏହାକୁ ପ୍ରାଣେ ନାଶ କଲେ ତେବେ ଜୀବନ ଥିବି ଭଲେ ଏମନ୍ତେ ଚିନ୍ତି ଶୂଳ ଧରି ପଛେ ଧାଇଁଲା ବିଷ୍ଣୁ ପାଳନ୍ତି ତାକୁ ଦେଖି ଭ୍ରମନ୍ତି ଭୁବନ ଉପେକ୍ଷୀ ଯେଣେ କପାଳନ୍ତେ ନରହରି ଧାଇଁ ଅସୁର ଶୂଳ ଧରି ସେ ବିଷ୍ଣୁ କରହନ୍ତି ବିଚାର ସ୍ୱଭାବେ ଅଜହୟ ଅସୁର ଏହାକୁ ମାୟା ମୁନ କଲେ କେମନ୍ତେ ରୂପୁରେ ଥିବି ଭଲେ ଏହାର ହୃଦୟ ମୁଁ ପଶି ମାୟାରେ ମନକୁ ଆକାଶୀ ଯେମନ୍ତେ ମତେ ନ ପାଇ ବିମୁଖେ ନିଜ ପୁରେ ଯାଇ ମୋର ବିଷୟ କରି କ୍ରୋଧ କାଳେ ହୋଇବ ପ୍ରାଣବଧ ଏମନ୍ତେ ବିଷ୍ଣୁ ବିଚାରିଲେ ମାୟାରେ ଅନ୍ତର ହୋଇଲେ ତାର ଶରୀରେ ପ୍ରାଣ ରନ୍ଧ୍ରେ ବିଷ୍ଣୁ ପଶିଲେ ଯୋଗ ବନ୍ଧେ ବିଷ୍ଣୁ ନ ଦେଖି ମହାକ୍ରୋଧେ ଗର୍ଜିଲା ଭୟଙ୍କର ନାଦେ ଆକାଶ ଦିଗ ହଜେ ବିବର ପୃଥିବୀ ସ୍ୱର୍ଗ ଯେ ସାଗର ସର୍ବତ୍ର ଅନ୍ୱେଷଣ କଲା କୃତାପି ହରି ନ ପାରିଲା ସେ ବୀର ବିଚାରିଲା ମନେ ଏତ ଭାଜିଲା ବୟଚନେ ନିଶ୍ଚୟ ବୈକୁଣ୍ଠକୁ ଗଲା ଏମନ୍ତେ ବୋଲି ବାହୁଡ଼ିଲା ପଥେ ଚଳନ୍ତେ ମନ ଭାବି ବୋଇଲେ ଅବଶ୍ୟ ମାରିବି ସେ ମୋର ଭ୍ରାନ୍ତ ହତ୍ୟାକାରୀ ସେ ମୋର ଭ୍ରାତୃ ହତ୍ୟାକାରୀ ଏମନ୍ତେ ମନେ କ୍ରୋଧ ବରି ଜୀବନ ଥିବା ପରିଜନ୍ତେ ବିଷ୍ଣୁ ନ ଭଜେ କୋପଚିତେ ହରିର ତୁଲେ ଦାନ କଲା ଅନ୍ତେ ସେ ବୈକୁଣ୍ଠକୁ ଗଲା ତାର ତନୟ ପ୍ରହ୍ଲାଦ ତା ପିତା ତାହାର ଦାୟିତ୍ୱ ବିଷ୍ଣୁ ଭକତ ମହାଶୟ ଦେବ ଦାନବେ ସେ ଅଜୟ ଦେବଙ୍କ କପଟ ଜାଣିଲା ବ୍ରାହ୍ମଣେ ବୋଲି ଆୟୁ ଦେଲା ତାହାର ବଂଶେ ତୁହି ଜାତ ସ୍ୱଭାବେ ଅଟୁ ଭାଗ୍ୟବନ୍ତ ବ୍ରାହ୍ମଣ ମହିମା ତୋହର ଏକୁଳେ ଅତି ଯଶସ୍କର ତିନି ଭୁବନେ ତୁ ଯେ ରାଜା ସର୍ବେ କରନ୍ତି ପାଦ ପୂଜା ଏଣୁ ତୋହର ହସ୍ତୁ ତୁହି ନିବାସ ଅର୍ଥେ କିଛି ମୁଇଁ ମୋହର ପାଦେ ପାଦ ତିନି
ମାପିଣ ଦିଅ ଯେ ଦିନି ମୋହର ପାଦ ପାଦ ତିନି ମାଗିଣ ଦିଅ ହେମେ ଦିନି ଦାରା ତନୟ ମୋର ନାହିଁ କେବଳ ବସ୍ତୁ ମୁଇଛଇ ଏ ଭୂମି ଦାନ ଦିଅ ମତେ ଯେ ମନ୍ତେ ରହିବି ନିଶ୍ଚନ୍ତେ ତୁ ଅଟୁ ଜଗତ ଈଶ୍ୱର ଆନେ କି ପ୍ରୟୋଜନ ମୋର କେମନ୍ତେ ବ୍ୟାସଙ୍କର ତନୁଜ ଶୁଣି ପରୀକ୍ଷ ମହାରାଜ ବଳି ବାମନ ବାକ୍ୟ ଶୁଣି ହସି କହି ମନେ ଗୁଣି ବଳି ଉଆଚ ବୋଲ ବୃନ୍ଦବାର ହରି ବୋଲ ବିପ୍ର ଶୁଣ ମୋ ଉତ୍ତର ତୁ ଅଟୁ ବାଳକ ଶରୀର ବୃଦ୍ଧର ପ୍ରାୟ କଥା କହୁ ବିଚାରେ ବାଳକ ତୁ ନହୁ ସ୍ୱଭାବେ ବାଳକ ବୃଦ୍ଧ ଘେନି ନ ଜାଣୁ ଆତ୍ମା ଲାଭ ହାନି ଅଜ୍ଞାନ ପ୍ରାୟ ବହୁତ ମତି ଏ ତୋର ବିପରୀତ ଗତି ମୁହିଁ ତୋର ଲକ୍ଷ୍ୟ ଏକ ରାଜା ସର୍ବେ କରନ୍ତି ପାଦ ପୂଜା ତଥାପି ଭୂମି ମାଗୁ ମତେ ଏ ଦାନ ଦେବି ମୁକେ ମନ୍ତେ ଲୋକେ କରିବେ ଉପହାସ ଏକଥା ନ ହୋଇ ବିଶ୍ୱାସ ଯେ ବିପ୍ର ମୋର ଦାନ ନେବ ସେ କିମ୍ପା ନହକୁ ମାଗିବ ଏଣୁ ବହୁତ ବୃତ୍ତିକାରୀ ବିପ୍ର ମାଗ ବସୁନ୍ଧରୀ ଏମନ୍ତେ ବଳି ମୁଖୁ ଶୁଣି ବଟୁ ବାମନ କହେ ପୁଣି ବାମନ ଉଆଚ ବୋଲ ପ୍ରେମାନନ୍ଦବାର ହରି ବୋଲ ଶୁଣ ହେ ବଳି ନୃପନାଥ ଅଜ୍ଞାନୀ ଜନଙ୍କର ମତ ସମୁଦ୍ର ଆବରଣେ ମହି ଏତେ ସମ୍ପଦ ଯେବେ ପାଇ ତେବେ ହୁଆ ସାହା ନ ପୁରଇ ଶୁଣ ନୃପତି ମନ ଦେଇ ଶପଥ ଦୀପେ ଅଧିପତି ଥିଲେ ଯେ ଅନେକ ନୃପତି ଦେବ ବେଣ ତନୟ ଗୟାଦି ଅସଂଖ୍ୟ ଅତୁଳ ସମ୍ପତ୍ତି ସେ ଅର୍ଥ କାମ ଯେତେ କଲେ ତୃଷାର ଅନ୍ତ ନ ପାରିଲେ ପୂର୍ବର କର୍ମ ଫଳ ଲଇ ଯେ ଦିଅ ଯେ ବା ମିଳଇ ତେଣେ ସନ୍ତୋଷ ଚିତ୍ତ ଯାର ସେ ପ୍ରାଣୀ ତ୍ରିଜଗତେ ସାର ସନ୍ତୋଷ ତେଜ ବଢ଼େ ଲଭେ ଘୃତ ନଳ ଜେହ୍ନେ ଜଳେ আজে অর্থে কাম অসন্তোষে হেଳେ তা তেজ হয়ে নাশে উভয় লোক সুখ ନାହିଁ ସେ ପ୍ରାଣୀ ଥିବ ଅବା କାହିଁ ଅର୍ଜନେ ଅସନ୍ତୋଷ ହେଳେ ଅତୁଷ୍ଟ ବଡ଼ ପାତାଳେ ଅତୃଷ୍ଟ ଜଳ ବିନ୍ଦୁ ହୋଇ ଅଗ୍ନିର ତେଜ ସେଲି ହୋଇ ଏଣୁ ସମ୍ପଦେ କାର୍ଯ୍ୟ ନାହିଁ ତ୍ରିତାପ ଭୂମି ଦେବ ତୁହି একই মাত্র হম জীবন অধিকে কিবা প্রয়োজন আনন্দে কহে ব্যাসসুত শুণ হে নৃপতি পরীক্ষিত সুখ উচ বল প্রেমান্দবার হরি বল হেমন্তে বিপ্রহ যহু ভাসি সে বাক্য শুনি বলি হসি বইলে ধরি কুশ পানি হন্ত পাদ প্রমাণে ধরণী দেবই সত্য হম বচন বিপ্রত সহ চিত্তে বিপ্রত চিত্ত ঘেন শুক্র যে বলি পাশে থিলা দানর নির্ণয় জাଣିଲା ଅକର ଅଞ୍ଜଳି ବ୍ୟଗ୍ର ଧରି ବଳିକି ହେଳେ ଆଗସରି ଶୁକ୍ର ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ ଶୁଣ ହେ ବିରୋଚନ ସୁତ
ତୋର ଦେଖଇ ବିପରୀତ ପାତ୍ର ଅପାତ୍ର ତୁ ନ ଜାଣୁ ବିପ୍ରଙ୍କୁ ଦାନ ପରିମାଣୁ ଦେଖ ଏ ପ୍ରଭୁ ଭଗବାନ କପଟେ ଶରୀର ବାମନ ବିବୁଧ କୂଳ ରକ୍ଷା କାର୍ଯ୍ୟେ ଜନ୍ମିଲେ କଶ୍ୟପର ବୀର୍ଯ୍ୟେ ଅଦିତି ଗର୍ଭେ ଜାତ ହୋଇ ଅଇଲେ ତାର ମନ ମୋହି ଅର୍ଥ ଅନର୍ଥ କୁ ତୁ ନ ଜାଣୁ ହସ୍ତେ ଧରିଲୁ କୁଶ ପାଣି ଦ୍ୱିତୀର ଗର୍ଭେ ଜାତ ହୋଇ ଏମନ୍ତେ ଦେଖିଲା ସେ କାହିଁ ଏ ବିଷ୍ଣୁ ତୋର ଯଶ ଶିର ମାୟା ବାମନ ରୂପହର ଇନ୍ଦ୍ରଙ୍କୁ ଦେବେ ବୁଦ୍ଧି ବଳେ ତୁ ମୂଢ଼ ପଶିଲୁ ପାତାଳେ ତିନି ଚରଣ ତିନି ପୁର ସମ୍ପଦ ହରିବ ତୋହର ସର୍ବସ୍ୱ ବିଷ୍ଣୁ ହେଲେ ଦେଇ ତୁ ମୂଢ଼ ବିଶ୍ରାମିବୁ କାହିଁ ପାତାଳେ ଅବନି ପୁରିବ ଶରୀର ବ୍ରହ୍ମାଣ୍ଡେ ଘୋଟିବ ଦ୍ୱିତୀୟ ପାଦେ ଋଷିକେଶ ବିକ୍ରମ ଘେନିବେ ଆକାଶ ତୃତୀୟ ପାଦ କାହୁଁ ଦେବେ ନିଶ୍ଚୟ ନରକେ ପଡ଼ିବୁ ସଂକଳ୍ପ କରି ଦାନ ଅର୍ଥେ ପଛେ ନ ଦିଅନ୍ତି ଯେ ଯୁକତେ ସେ କାହୁଁ ଥିବ ଏ ସଂସାରେ ପଡ଼ନ୍ତି ଅନ୍ଧ ତମ ଘରେ ଏ ଦାନେ ବୃତ୍ତି ଯାହା ନାଶ କୁଳ ସମ୍ପଦ ଧର୍ମ ଯଶ ସେ ଦାନ କେବେ ନ କରି ଯଶ ସମ୍ପଦ ପରିହରି ଧର୍ମ ଅର୍ଥ ଯେ ଯଶ କାମ ଆବର କୁଟୁମ୍ବ ପୋଷଣ ଏଥୁକୁ ରଖ ଦାନ କଲେ ଆନନ୍ଦେ ଲବେ ହେ ପ୍ରାଣୀ ଭଲେ ପୂର୍ବେ ଯେ ସିନ୍ଧୁ ମୁନି ଯେତେ ସେ କହିଛନ୍ତି ଧର୍ମଶାସ୍ତ୍ରେ ତାହା କହିବା ତ ଅଗ୍ରତେ ରାଜନ ଶୁଣ ଏକ ଚିତେ ମନ ବଚନେ ସତ୍ୟ କରି ଓଙ୍କାର ବାକ୍ୟ ଯେ ଉଚାରି ଦେବୀ ମୁଁ ବୋଲି ସତ୍ୟ କଲେ କେ ତାହା ଜ୍ଞାନ ଥାଇ ହେଳେ ମିଥ୍ୟା ବୋଲିତି ତାର ନାମ ଜାଣ ହେ ଅସୁର ଉତ୍ତମ ଏ ଦେହ ବୃକ୍ଷ ମିଥ୍ୟା ମୂଳ ସତ୍ୟ ଯେ ତାର ଫୁଲ ଫଳ ବୃକ୍ଷର ନାଶେ ହେ ନାଶ ଯାନ୍ତି ବୃକ୍ଷର ମୂଳେ ହେ ଥିଲେ ତାନ୍ତି ସଂକଳ୍ପ ସତ୍ୟ ନାଶ ଯନ୍ତି ଅଙ୍କୁର ଅନୁହ ବିହିତି ଅକାର ଓକାର ମଙ୍କାରେ ଶବ୍ଦ ଉଚାରି ବିପ୍ରବରେ ଯେ ତାହା ଅଜ୍ଞାନେ ହରନ୍ତି ନିଜ ଶରୀର ନ ଧରନ୍ତି ରତି ସମ୍ଭୋଗେ ନାରୀ ସଙ୍ଗେ ବିବାହେ କନ୍ୟା ବର ଯୋଗେ ବୃତଭ୍ୟ ପ୍ରାଣ ସଙ୍କଟରେ ଗୋରୁ ବ୍ରାହ୍ମଣର କଷ୍ଟରେ ମିଥ୍ୟା କହିଲେ ହେ ଯେବେ ତରେ ଏକଥା କେ ଆହ୍ୱାନ କରେ ଗୁରୁ ଏମନ୍ତେ ହେ ବାକ୍ୟ କହି ବଳିବା ବାକ୍ୟ ମନ ଦେଇ ସଂଶୟ ରହି ଲାତା ଚିତେ ଗୁରୁ ଚରଣେ ଧର୍ମ ଯେତେ ବଳି ବାମନ ବାକ୍ୟ ବର୍ଦ୍ଧେ ଯେମନ୍ତେ ଅଷ୍ଟମ ସ୍କନ୍ଧେ ସୁଜନେ ଶୁଣ ଏକ ଚିତେ ହରିଚରିତ ଭାଗବତେ ଶ୍ରୀହରିଚରିତ ଏ ଭାବିଲେ ସଂସାରୁ ତରିବ ବୋଲଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମାଂସ୍ୟା ସଂହିତା ଅଷ୍ଟମ ସ୍କନ୍ଧେ ବାମନ ପ୍ରାଦୁର୍ଭାବେ ଅଷ୍ଟଦଶ ଅଧ୍ୟାୟ। ଊନବିଂଶ ଅଧ୍ୟାୟ
अष्टम स्कंद ऊनविंश अध्याय। शुक उवाच बोल प्रेमानंदवार हरि बोल। शुक कहन्ति हे मृदुवाणी शुण पांडव चूड़ामणि बलि जे असुरंक पति स्वभावे धर्म शुद्धमति कुल आचार्य वाक्य शुणी धर्म अधर्म मने गुणी तिनि होइला क्षण मात्र ସେଥିଳେ କମ୍ପା ହମାନ ଗାତ୍ର କ୍ଷଣକେ ଗୁରୁ ମୁଖ ଚାହିଁ ବୋଇଲେ ଶିରେ ହେ କର ଦେଇ। ବଳି ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ। ଭଗୁରୁ ସତ୍ୟ ତୁମ୍ଭ କଥା ଗୃହସ୍ଥ ଧର୍ମ ରବ୍ୟବସ୍ଥା ଯେ ଧର୍ମ ଅର୍ଥେ ହେ କାମ ଯଶ ବୃତ୍ତି ସହିତେ ଜୀବନାଶ। ଏବେ ମୁଁ ଧନେ ହୋଇ ଲୋଭ ବିପ୍ରଙ୍କୁ କେମନ୍ତେ ଲଙ୍ଘିବ। ଓಂ ଭୁର୍ଭୁବସ୍ସଃ ତସ୍ୟ ପିତୃବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଶାନ୍ତି ପୃଥିବୀ ଶାନ୍ତି।